ସାଙ୍ଗମାନେ ମଣିଷ ଜୀବନରେ ତ ଅନେକ ପ୍ରକାରର ଲୋକ ଆସନ୍ତି। କିଏ ପ୍ରେମର ପରିଭାଷା ବୁଝାଇ ଦିଏ ତ ଆଉ କିଏ ବିଶ୍ୱାସ କଲେ ଯେ ଧୋକା ଖାଇବାକୁ ପଡ଼ିବ ତାହା ବି ବୁଝେଇ ଦେଇଥାଏ। କିନ୍ତୁ ବାସ୍ତବରେ କେଉଁମାନଙ୍କୁ କେବେ ବି ଅଣଦେଖା କରିବେ ନାହିଁ ତାହା ଆପଣ ଜାଣନ୍ତି କି? ଆପଣଙ୍କର ଯିଏ କେୟାର କରୁଥିବ, ଆପଣଙ୍କ ନୀରବତାର ଭାଷାକୁ ଯିଏ ବୁଝିପାରୁଥିବ, ଆପଣ କିଛି ନ କହିଲେ ବି ଆପଣଙ୍କ ମନର ଦୁଃଖକୁ ଯିଏ ପଢ଼ିପାରୁଥିବ, ସେହିଭଳି ଲୋକଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ। କାହିଁକି ନା ସେହିମାନେ ହେଉଛନ୍ତି ପ୍ରକୃତରେ ତୁମର ହିତବନ୍ଧୁ। ଆଉ କିଛି ଲୋକ ତ ଏମିତି ଅଛନ୍ତି, ଆଗରେ ମିଠା ମିଠା କଥା କହି ପ୍ରଶଂସା କରନ୍ତି, କିନ୍ତୁ ଭିତରେ ଭିତରେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରୁଥାନ୍ତି। ଯେତେ ବ୍ୟସ୍ତତା ଭିତରେ ଥିଲେ ବି ସମୟ ବାହାର କରି ଯିଏ ଆପଣଙ୍କୁ କଲ୍ କି ମେସେଜ କରେ ଅବା ଆପଣଙ୍କ ସହିତ କଥା ହୁଏ, ସେହିଭଳି ବ୍ୟକ୍ତିଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ। ଆଉ ଯିଏ କେବଳ ନିଜର ଫ୍ରି ସମୟରେ ଆପଣଙ୍କୁ ମନେ ପକାଏ, ଆପଣଙ୍କ ସହ କଥା ହୁଏ, ସେମାନେ ହେଉଛନ୍ତି ମତଲବୀ ବନ୍ଧୁ ଅବା ନିଜ ସ୍ୱାର୍ଥରେ ସେମାନେ ବୁଡ଼ି ରହିଥାନ୍ତି। ଆପଣଙ୍କ ଠାରୁ କିଛି ସ୍ୱାର୍ଥ ହାସଲ କରିବା ପାଇଁ ସେମାନେ ଆପଣଙ୍କ ସହ ସମ୍ପର୍କ ରଖୁଥାନ୍ତି। ଏହିଭଳି ଲୋକଙ୍କ ଠାରୁ ସର୍ବଦା ସତର୍କ ରୁହନ୍ତୁ। ଆଉ ଆପଣଙ୍କର ଯିଏ କେୟାର କରୁଥିବ, ସେହିଭଳି ଲୋକଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ। ନଚେତ୍ ଆପଣ ଦିନେ ଅନୁଭବ କରିବେ ଯେ ପଥର ସଂଗ୍ରହ କରିବାରେ ବ୍ୟସ୍ତ ରହି ଆପଣ ହୀରାକୁ ହରେଇ ଦେଲେ।